ମୁଁ ଚେସ୍ ଶିଖିନି। ତ ଗାଡ଼ି କାଲି ସକାଳେ ମୁଁ ବୁକ୍ କରିଥିଲି। ତ ଦେଖନ୍ତୁ ମୋ ନାଁଟା ପୁରା ଉପରେ ଅଛି ଫାଷ୍ଟରେ। ତ ଗାଡ଼ି ନେଇକି ମୁଁ ପଳେଇ ଆସିଛି ଏବେ ସର୍ଭିସିଂ ପାଇଁ। ପାଣି ସୁବେନ୍ଦୁ ଆସୁ ଆସୁ ତାକୁ ଗୋଟେ ପାଣି ଦେଲେ। ଆଉ ଟାଟାରେ ଗୋଟେ ଭଲ ଜିନିଷ ଅଛି, ପଇସା ଯାହା ମାରନ୍ତୁ ପଛେ ସର୍ଭିସିଂ ଯାହା ମାରନ୍ତୁ ପଛେ, କିନ୍ତୁ ଏଠି ଭଲ ସୁବିଧା ଦେଇଛନ୍ତି। ହାଏ ନମସ୍କାର, ମୁଁ ଭୁବନ, ମୋ ଚ୍ୟାନେଲ ନାଁ ହେଲା ମୁଁ ଭୁବନ। ଆମେ ଆସି ପହଞ୍ଚୁ ଟାଟାର ସୋରୁମ୍ରେ ସେକେଣ୍ଡ ସର୍ଭିସିଂ ପାଇଁ। ଆଉ ଦେଖିପାରୁଥିବେ ସୁବେନ୍ଦୁ କେମିତି ଏଇଠି ମଜା ନେଉଛି। ତ ଚେସ୍ ଖେଳି ଖେଳି ଗୋଟେ ଚାହିଁ ପିଇଦେବି। देखो ना गाय देखो ना। ତ ସୁବେନ୍ଦୁ କହିଲି ଲୁଡୁ ଖେଳିଲା ଚେସ୍ ଖେଳିବା, ସେ କହିଲା ଚେସ୍ ଖେଳିବା, କହିଲା ମୁଁ ଲୁଡୁ ଶିଖିନି, କିନ୍ତୁ ସେ ଜାଣିନି ଯେ ମୁଁ ଚେସ୍ ଶିଖିନି। ଚେସ୍ ଏଠି ଗୋଟି ଅଛି, ଏଠି ଆସିଲା ବୋର୍ଡଟା ଟିକେ ଖୋଲି ଦିଅନ୍ତୁ ସାର୍। ହେଲେ ମୁଁ ଚେସ୍ ଖେଳ ଶିଖିନି, ଚେଷ୍ଟା କରିବି। ସକାଳ 11ଟାରୁ ଦିନ 2ଟା ପର୍ଯ୍ୟନ୍ତ ଚେସ୍ ଖେଳି ଖେଳି ବିରକ୍ତ ହେଇଗଲୁ। ତ ଫାଇନାଲି ଆମେ ଆସିଲୁ ଲଞ୍ଚ କରିବା ପାଇଁ। ତ ସାମ୍ନାରେ ଯେଉଁ ପିଲା ବସିଛି ସୁବେନ୍ଦୁ ମୋ ସାଙ୍ଗ, ଖାଲି ଦେଖିବାକୁ ଧନୀ, ଖାଲି ତାପରେ ଟଙ୍କାଟେ ନେଇ ମୁଁ ତାକୁ ଖାଇବାକୁ ଦେଲି। ପୁଣି ବ୍ଲକ୍ କଲାକୁ ଆଗରେ ପଳାଉଛି ସୁବେନ୍ଦୁ, ଖାଲି କହୁଛି ମୁଁ ଆଗରେ କ୍ୟାମେରାକୁ ଆସିବି, ଖାଲି ତ ହାଁ ହାଁ ଆଉ। ମେକାନିକ୍ ଭାଇ ଜଣଙ୍କ ଲ୍ୟାପଟପ୍ ଧରିକି ଆସିଲେ, ମୋ ଗାଡ଼ି ଭିତରେ ଗେଞ୍ଜି ଦେଲେ। କ'ଣ ଚେକ୍ କଲେ କେଜାଣି, କ'ଣ ଠିକ୍ କଲେ ଭଗବାନ ଜଣା, ମୁଁ ତ କିଛି ଜାଣିପାରିଲି ନାହିଁ। ସେ ତାଙ୍କର କହିଲେ ଆପଣଙ୍କ ଗାଡ଼ି ଓକେ ଅଛି, ହେଲେ କେତେ ଓକେ ମୁଁ ଜାଣିନି। ପୁଣି ନେଲା ପରେ ପୁଣି ପ୍ରୋବ୍ଲେମ୍ ଦେଖେଇପାରେ, ଆ ପୂର୍ବରୁ ଏମିତି ହେଇଥିଲା। ଆଉ ଏ ଭାଇ ଜଣକ ମୋ ଗାଡ଼ିଟା ଭଲସେ ଧୋଇଦେଲେ। ଏଇଠି ବିଲ୍ ଆସିଲା କେତେ, ମାତ୍ର 250 ଟଙ୍କା, ଯେହେତୁ ସେକେଣ୍ଡ ସର୍ଭିସିଂ ଥିଲା। ଆଉ ଆଗକୁ ଭିଡ଼ିଓ କରିପାରୁନି ଏଥିପାଇଁ, କାହିଁକିନା ଭିଡ଼ିଓ ଡିଲିଟ୍ ହେଇଯାଇଛି।